ଏତେ ଲୋକ ବା ପାଣି ହାଣ୍ଡିକି ଦେଖିକିରି ମୁଣ୍ଡ କୁଣ୍ଡଉଥିବେ କାହିଁକି ବା 30-40 ବର୍ଷ କଥା ଆଜ୍ଞା ସେ ଗାଁରେ କାହା ଘରେ ଆଇନା କି ଦର୍ପଣ ନାହିଁ ତେଣୁ ଗାଁ ଯାକ ଲୋକ ସବୁ ପାଣି ହାଣ୍ଡି ଦେଖିକିରି ମୁଣ୍ଡ ଫୁଣ୍ଡ କୁଣ୍ଡାନ୍ତି କି ଯାହା ଟିକେ କଣ କରନ୍ତି ଆଜ୍ଞା ସେଇ ଗାଁର ଗୋଟେ ଲୋକ ଦିନେ ଯାଇଥିଲା ଗୋଟେ ମେଳା ବୁଲିବା ପାଇଁ ଆପଣ ଯଦି ମେଳନ ହୁଏ ସେମିତି ଶୁଣିଲା ପାଖ ଗାଁରେ ଗୋଟେ ମେଳନ ହଉଛି ବହୁତ ଲୋକ ବିନା ବଜାର ପଡିଛି ଦୋକାନ ବଜାର ପଡିଛି ଇଏ ଲୋକଟି ଯାଇକି ପହଞ୍ଚିଗଲା ବିନା ବଜାରରେ ଯେମିତି ପହଞ୍ଚିଲା ଆଚ୍ଛା ବିଭିନ୍ନ ଦୋକାନ ଯଦି ଆପଣ ସବୁ ଚାଟ ସବୁ ଆଇସ୍କ୍ରିମ ସବୁ ଲାଗିନି ଦୋକାନ ବା ମାନେ ସେ ଦୋକାନ ସବୁ ଲାଗିଛି ଇଏ ସବୁ ଦୋକାନ ବୁଲି ବୁଲି ଦେଖିଲା ବେଳେ ତା ନଜର ପଡିଗଲା ଗୋଟେ ଆଇନା ମାନେ ଦର୍ପଣ ଦୋକାନ ଅଛି ମିରର ଦୋକାନ ଇଏ ଯେତେବେଳେ ଯାଇକି ଆଜ୍ଞା ଦର୍ପଣ ଆଗରେ ଛିଡା ହେଇ ପଡିଛି ତାରି ଭଳିଆ ଗୋଟେ ଲୋକ ଦେଖିଲା ଇଏ ଆଜ୍ଞା ଯେହେତୁ ଲୋକଟା ଦେଖିଲା ଇଏ କହିଲା ଭାଇ ନମସ୍କାର ଆଜ୍ଞା ଇଏ ଯେମିତି ହାତ ଧରି ଦେଇଛି ଦର୍ପଣ ଭିତରେ ଆଜ୍ଞା ଗୋଟେ ହାତ ଧରିଥିଲା କହିଲା ବା ଚିହ୍ନା ନାହିଁ ପରିଚୟ ନାହିଁ ଇଏ ପୁରା ମତେ ନମସ୍କାର କହିଲା ଭାଇ ଭଲ ଅଛନ୍ତି ଇଏ ହାତ ହଲେଇଲା ଦର୍ପଣ ଭିତରେ ସେ ହାତ ହଲେଇଲା ସିଏ ଭାବୁନି ହତ ଭାଇ ତା ମୋରି ଛଡିବନି ଇଏ ଯେତେବେଳେ କହିଲା ଭାଇ କଣ ଭଲଟି ସିଏ ବି ତା ଭିତରେ କହିଲା ହଁ ଭଲ ଇଏ ମନେ ମନେ ଭାବିଲା କହିଲା ଏ ଆଉ ଚାଟ ଗୁପଚୁପ ଖାଇବି କଣ ପାଇଁ ଏ ଭାଇଟାକୁ ସାଙ୍ଗରେ ନେଇଯିବି ଏ ଭଲ ବସିକି କଥାବାର୍ତ୍ତା କରୁছে ମୁଁ ତ ଗୋଟିକିଆ ପୁଅ ମୋର ତ ଭାଇ ଭାଇ ନାହିଁ ଆକୁ ନେଇଯିବି ଆଉ ଆଜ୍ଞା ଯୋଉ ଲୋକଟି ଦର୍ପଣ ବିକ୍ରି କହିଲା କହିଲା ଭାଇ ରେ ଏ ଭାଇଟାର ରେଟ୍ କେତେ ଦର୍ପଣ ମାନେ ମନେ ମନେ ଭାବିଲା କହିଲା ହେ ମୋର ତ ଦର୍ପଣ ବିକିବାର ଅଛି ଆକୁ କିଏ ଦର୍ପଣ ଭାବିକି ଦଉ କିଏ ଭାଇ ଭାବିକି ଦଉ କୋଣ କହିଲା ଆଜ୍ଞା 20 ଟଙ୍କା ଆଜ୍ଞା ସେତେବେଳେ 20 ଟଙ୍କା ଅର୍ଥ ଆଜିକାଲି ସେଇଟା ଟଙ୍କା 2000 ଖଣ୍ଡେ ହବ କହିଲା ପଛକେ ମୁଁ କିଛି ଖାଇବିନି ଦର୍ପଣ ଗୋଟେ ନେଇକି ଘରକୁ ଯିବି ଆଜ୍ଞା ଦର୍ପଣଟାକୁ ଆଣିକି ଘରକୁ ଆଇଲା ଜେଲ୍ ଯାଇଲା ଆଜ୍ଞା ଗୋଟେ ଘରର ଗୋଟେ କୋଣେ ତାକୁ ଟାଙ୍ଗିଦେଲା କି ଯେତେବେଳେ ତ ଚାଷୀ ଲୋକ ଆଜ୍ଞା ଚାଷ କରିବାକୁ ଯିବ ଚାଷ କରି ସାରିକି ଆସିବଟି ଆଗ ଦର୍ପଣ ସାଙ୍ଗରେ ମତେ କଥା ହବ ଭାଇ ଭାଇ ଭଲ ଅଛୁ ଏ ଭାଇ ସକାଳୁ ଖାଇଛୁ କି ନାଇଁ ମନେ ମନେ ଭାବିଲା କହିଲା ଯାହା ହଉ ଗୋଟେ ଭଲ ଭାଇ ମିଳିଛି ଖାଇବା ନାହିଁ ପିଇବା ନାହିଁ ଯେତେବେଳେ ହସି ହସି କଥାବାର୍ତ୍ତା କରୁଛି ଆଜ୍ଞା ସେ ଲୋକ ତାର ଗୋଟେ ନିୟମ ହେଇଗଲା ଦିନକୁ 5-6 ଥର ଦର୍ପଣ ଆଗରେ ଛିଡା ହବ କି ଆଜ୍ଞା ଗପିବ ଏ 4-5 ଦିନ ଗଲା ପରେ ତା ସ୍ତ୍ରୀ ମନେ ମନେ ଭାବିଲା କହିଲା ହଇରେ ଏ ଆମ ଲୋକ ତ କୋଉନ କବାଟ କିଣିକିରି ଖୁସୁରୁ ଖୁସୁରୁ ହୁଅନ୍ତି ଇଏ କଣ ମାନେ ଚାଷରୁ ଆଇଲେ ଆଗ ବସିକିରି ଖାଇବା କଥା ଇଏ କଣ ନ ଖାଇକିରି ସେ ଘର ଭିତରକୁ ପଶୁଛି କବାଟ କିଣିକିରି ଗୋଟେ ଖୁସୁରୁ ଖୁସୁରୁ ହଉଛି କଣ ହେଉଛି କିରେ ଆଉ ଆଜ୍ଞା ଦିନେ ଇଏ ଚାଷୀ ଯାଇଛି ଚାଷ କରିବା ପାଇଁ ଘରେ ଏକୁଟିଆ ତା ସ୍ତ୍ରୀ ଭାବିଲା କହିଲା କାହା ସାଙ୍ଗରେ ଖୁସୁରୁ ଖୁସୁରୁ ହଉଛି ଦେଖିବା ଇଏ ମା ମାନେ କବାଟ ଖୋଲିକି ଅନେଇ ଦେଲା ବେଳକୁ